ଶବ ସତ୍କାର କଲା ଜନମଙ୍ଗଳ ରାସୋଳ ଶବକୁ ସମ୍ମାନ ସମଗ୍ର ଓଡ଼ିଶା ସେବା ଅଭିଯାନ ତା 24/7/2026 ଶୁକ୍ରବାର ରାସୋଳ ହିନ୍ଦୋଳ ଢେଙ୍କାନାଳ। ମୋ ନାଁ ପ୍ରଫୁଲ୍ଲ କୁମାର ସାହୁ, ଘର ନୂଆପଟଣା। ମୋ ଖୁଡ଼ିଙ୍କର ଆଜି ସକାଳେ ଦେହାନ୍ତ ହୋଇଗଲା। ସେ କଟକ ମେଡ଼ିକାଲରେ ଥିଲେ, ତାଙ୍କୁ ଘରକୁ ଆମେ ଆଣିଲୁ। ଆଉ ଶବଦାହ କରିବା ପାଇଁ କେହି ଟିକେ ଆସିଲେନି। ସମାଜକୁ ମୁଁ କହିଲି, ସମାଜ କହିଲେ ହଉ ତଳେଇ ଦିଅ। କେହି ନ ଆସିବାରୁ ରାସୋଳରେ ଆମର ଗୋଟେ ଜନମଙ୍ଗଳ ସଂସ୍ଥା ଅଛି, ତାଙ୍କୁ ଯାଇକି ଅନୁରୋଧ କଲା ପରେ ସେ କହିଲେ ହଉ ଠିକ୍ ଅଛି, ସାହାଯ୍ୟ ଆମେ କରିବୁ। ଆଉ ତାଙ୍କର ସମ୍ପୂର୍ଣ୍ଣ ସହଯୋଗରେ ସେମାନେ ତ ସବୁ କଲେ। ଆଉ କରିବା ଦ୍ୱାରା ବର୍ତ୍ତମାନ ଏଇଠି ଶ୍ମଶାନରେ ଆମେ ଅଛୁ। ତାଙ୍କୁ ବହୁତ ବହୁତ ଆନ୍ତରିକ ସବୁ କାଠଠୁ ଯେଉଁ ଆରମ୍ଭ କରି ଖଇକୁଠୁ ଆରମ୍ଭ କରି ସବୁ ପ୍ରକାର ସବୁକୁ ଆଣିବାର ସବୁ ଦାୟିତ୍ୱ ସେମାନେ ସବୁ କରିଛନ୍ତି। ଆଉ ବହୁତ ବହୁତ ଧନ୍ୟବାଦ ତାଙ୍କୁ। ସଂସ୍ଥା ଏମିତି ଭଲରେ ଥାଉ। ସମାଜ ପାଇଁ କ'ଣ କହିବେ? ସମାଜ ପାଇଁ ତ ସମାଜକୁ ଡାକିଲି, ସମାଜ କହିଲେ ହଉ ଚଳେଇ ଦିଅ। ଚଳେଇ ଦିଅ ମାନେ କ'ଣ? ଚଳେଇ ଦିଅ ମାନେ ଆଉ ସେ ଆସିଲେନି। ଆଉ କ'ଣ ଆସିଲେନି? ଆଉ ସମାଜର କେହି ଆସିଲେନି। ନ ଆସିବାର କାରଣ କ'ଣ? କାରଣ କ'ଣ ଆଉ ତାଙ୍କର ତ ସେମାନେ ରହୁଛନ୍ତି ଟିକେ ଦୂରରେ ଅବଶ୍ୟ, ହେଲେ ବି ସମାଜରେ ଅନ୍ତର୍ଭୁକ୍ତ ଅଛି। ଜାତିରେ ଆମର ଯାଉଛନ୍ତି, ସମାଜରେ ଯାଉଛନ୍ତି, କିନ୍ତୁ ସେମାନେ କି ଆସିଲେନି। କୌଣସି ସାମାଜିକ ବାସନ୍ଦ ହେଇଥିଲା? ନାଇଁ ନାଇଁ, କିଛି ସାମାଜିକ ବାସନ୍ଦ ହେଇନି, କିଛି ହେଇନି। ସେ ସମାଜରେ ଯାଉଛନ୍ତି, ସମାଜରେ ବି ଚଳୁଛନ୍ତି। ସମସ୍ତଙ୍କୁ ମୁଁ କହିଛି, ଆମର ଯିଏ ସଭାପତି ସେକ୍ରେଟାରୀ ସଭାପତି ଆମର ଅଛନ୍ତି, ଆମର କ'ଣ କାଣ୍ଡ ପୂଜା ଆଉ ସେକ୍ରେଟାରୀ କାନୁଚରଣ ଗୋଷ୍ଠୀ ଅଛି। ସମାଜକୁ କିଏ ଆସିଥିଲେ? ନା, କେହି ଆସିନାହାନ୍ତି। କହିଲେ ତ ଚଳେଇ ଦିଅ। ଆଉ ଯେଉଁ ପ୍ରକୃତ ଖୁସି ଜଣେ କହିଥିଲେ ମୋତେ ଯେ ସବୁ ଆସିଲା ପରେ ମୋତେ କହିବ ଆସିବା ପାଇଁ, ମୁଁ ତାଙ୍କୁ ଫୋନ୍ କରିଥିଲି। ଆଜି ପବିତ୍ର ବାହୁଡ଼ା ଯାତ୍ରାରେ ମାଉସୀ ଅନ୍ନପୂର୍ଣ୍ଣା ସାହୁ ଆଜି ବାହୁଡ଼ି ଯାଇଛନ୍ତି, ଇହଲୀଳା ସମ୍ବରଣ କରିଛନ୍ତି। ଦେହ ତାଙ୍କର ଖରାପ ଥିଲା, କଟକ SCB ମେଡ଼ିକାଲରେ ସେ ଟ୍ରିଟମେଣ୍ଟ ହେଉଥିଲେ। ଆଜି ସକାଳେ ସେ ଇହଲୀଳା ସମ୍ବରଣ କରିବା ପରେ ଆଜି ତାଙ୍କ ନିଜସ୍ୱ ଗ୍ରାମକୁ ଆସିବା ପରେ ଜନମଙ୍ଗଳ ରାସୋଳ ସଂଗଠନ ଜୀବନ ସେବକ ପ୍ରକାଶ ଖନ୍ନା ଭାଇ ଏବଂ ନିରାକାର ବୈଦ ଭାଇ ସମସ୍ତେ ଆମେ ଆସିକି ସହଯୋଗର ହାତ ବଢ଼େଇଥିଲୁ। କାଠ ଯୋଗାଡ଼ କରାଯାଇଛି। ବର୍ତ୍ତମାନ ତାଙ୍କ ପୁଅ ମୁଖାଗ୍ନି ଦେଇସାରିବା ପରେ ଅଗ୍ନି ସଂଯୋଗ ହେଉଛି। ଆଉ ଅଳ୍ପ ସମୟ ଭିତରେ ମାଙ୍କର ପଞ୍ଚଭୂତ ଶରୀର ବିଲୀନ ହେବ। ମାଙ୍କର ଅମରାତ୍ମାର ସଦ୍ଗତି କାମନା କରୁଛୁ। ସଂଗଠନ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଅମର ମହାନ ଆତ୍ମାର ସଦା ସଦ୍ଗତି କାମନା କରୁଛୁ। ଜୟ ଜଗନ୍ନାଥ। ଓମ୍ ଶାନ୍ତି। ମୋ ନାଁ ଦୀପକ କୁମାର ସାହୁ। ଆଜି ସକାଳୁ ମୋ ମାଆଙ୍କର ସମ୍ପନ୍ନ ଦେହାନ୍ତ ହେଇଯାଇଛି। ଏଠି ଆସିଲା ପରେ ସମାଜକୁ ଡାକିଲା ବେଳକୁ ସେ ସମାଜକୁ କେହି ଲୋକ ବି ଆସିଲା ଏଠିକାର ରାଷ୍ଟ୍ର ଜନମଙ୍ଗଳ ସଂସ୍ଥାର ତାଙ୍କ ଅନୁରୋଧ କରିବାରୁ ତାଙ୍କର ସମସ୍ତ ମେମ୍ବରମାନେ ଆସି ଆମକୁ ସାହାଯ୍ୟ ଆମେ ବର୍ତ୍ତମାନ ଏଇ ପର୍ଯ୍ୟନ୍ତ ଶେଷ କ'ଣ ସବୁ ଜନମଙ୍ଗଳ ତରଫରୁ ସାହାଯ୍ୟ କରାଗଲା? କାଠଠୁ ଆରମ୍ଭ କରିକି ପକେଇ ବନ୍ଧାଠୁ ଆରମ୍ଭ କରିକି ଯାହା ଆଣିବା ତେଲ ଆଣାଉଣି କରିକି ସବୁ ଆଣିକି ଗାଡ଼ି ନେଇକି ସବୁ ସମାଜ ତରଫରୁ କ'ଣ ସାହାଯ୍ୟ? ସମାଜକୁ କହିଥିଲେ, ମୋର ଭାଇ କହିଥିଲେ, କିନ୍ତୁ ସମାଜ ତରଫରୁ କିଛି ବି ରେସ୍ପନ୍ସ ନା, ତାଙ୍କର କୌଣସି ମେମ୍ବର ଏପର୍ଯ୍ୟନ୍ତ ଏଠିକି ଆସିଲେ। ସଂଗଠନ ପାଇଁ କ'ଣ କହିବେ? ସଂଗଠନ ବର୍ତ୍ତମାନ ଯେମିତି କରୁଛନ୍ତି ବହୁତ ଭଲ କାମ କରୁଛନ୍ତି, ସେମିତି ସଂଗଠନ ବହୁତ ଆଗକୁ ଯାଉ। ଏଇଟା ମୋର ଅନୁବାଦ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକ ନ ଚୈନ କ୍ଲେଦୟନ୍ତ ନ ଶୋଷୟତି ମାରୁତ। ଆଜି ପବିତ୍ର ବାହୁଡ଼ା ଯାତ୍ରାରେ ଅନ୍ନପୂର୍ଣ୍ଣା ସାହୁ ମା ଅନ୍ନପୂର୍ଣ୍ଣା ସାହୁ ଇହ ଧାମ ତ୍ୟାଗ କରିଛନ୍ତି, ଇହଲୀଳା ସମ୍ବରଣ କରିଛନ୍ତି। ମାଉସୀଙ୍କର ଦେହ ଖରାପ ଥିଲା, SCB ମେଡ଼ିକାଲରେ ପଡ଼ିଥିଲେ। ଆଜି ସକାଳ 5:40 ସମୟରେ ମୃତ୍ୟୁବରଣ କରିଥିଲେ। ତେବେ ତାଙ୍କର ମର ଶରୀର ଯେତେବେଳେ ଆସି ତାଙ୍କର ନିଜସ୍ୱ ଗ୍ରାମ ରାସୋଳରେ ଆସିକି ପହଞ୍ଚିଲା, ନିଜ ଘରେ ଯେତେବେଳେ ପହଞ୍ଚିଲା, ଲୋକବଳର ଟିକେ ଅଭାବ ଥିଲା। ତ ପରିବାର ଲୋକ ସମସ୍ତେ ଜନମଙ୍ଗଳ ରାସୋଳ ସଂଗଠନର ସହାୟତା ଚାହିଁଥିଲେ। ଜନମଙ୍ଗଳ ରାସୋଳ ସଂଗଠନ ଦାୟିତ୍ୱରେ ଥିବା ସଂଗ୍ରାମୀ ସାରଙ୍ଗଧର ଓଁ ଶାନ୍ତି ପରିବହନ ସେବା ଯାନ ଦ୍ୱାରା ମାଉସୀଙ୍କୁ ମଶାଣି
पर्यंत अणाଯାଇଛି ତାଙ୍କର ପୁଅ ଏବଂ ପୁତୁରାମାନେ ମଧ୍ୟ ସହଯୋଗର ହାତ ବଢ଼େଇଛନ୍ତି। ସଂଗଠନର ଶବର ଶେଷ ସାଥୀ ଆଜୀବନ ସେବକ ପ୍ରକାଶ ଖନ୍ନା ଭାଇ ମଧ୍ୟ ଉପସ୍ଥିତ ରହିକି ସହଯୋଗର ହାତ ବଢ଼େଇଛନ୍ତି। କାଠ ସଂଗ୍ରହରେ ସହାୟତା ବି କରାଯାଇଛି। ନିରାକାର ବୈଦ୍ୟ ଭାଇ ମଧ୍ୟ ସହଯୋଗର ହାତ ବଢ଼େଇଛନ୍ତି। ସମସ୍ତେ ଉପସ୍ଥିତ ରହି ଆଜି ମାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଉଛି। ଆଉ ଅଳ୍ପ ସମୟ ଭିତରେ ପଞ୍ଚଭୂତର ଶରୀର ବର୍ତ୍ତମାନ ପଞ୍ଚଭୂତରେ ଲୀନ ହୋଇଯିବ। ମାଙ୍କର ମୋର ଶରୀର ମାଟିରେ ମିଶିଯିବ। ଅମର ମହାନ ଆତ୍ମାର ସଦ୍ଗତି କାମନା କରୁଛୁ। ଜନମଙ୍ଗଳ ରାସୋଳ ସଂଗଠନ ତରଫରୁ ଅମର ମହାନ ଆତ୍ମାର ସଦ୍ଗତି କାମନା କରୁଛୁ। ପ୍ରାଣ ଥାଏ ତାହେଲେ କ୍ଷମା କରିବ। ଆମେ ଜୁଇରେ ୟାଙ୍କ ନାମ କଣ ତାଙ୍କ ନାଁ? ଆଙ୍କ ନାଁ ଅନ୍ନପୂର୍ଣ୍ଣା ସାହୁ। ଅନ୍ନପୂର୍ଣ୍ଣା ସାହୁ। ୟାଙ୍କ ଦେହରେ ଯଦି ପିଣ୍ଡ ଥାଏ, ପ୍ରାଣ ଥାଏ ପ୍ରାଣ ଥାଏ ତାହେଲେ ଆମକୁ କ୍ଷମା କରିବ। ଆମେ ନିଆଁ ଲଗେଇଲୁ, ଆପଣ ସାକ୍ଷୀ ରହିଲେ ଏ 10 ଦିଗପାଳ। ଅନ୍ନପୂର୍ଣ୍ଣା ସାହୁଙ୍କ ପିଣ୍ଡରେ ଯଦି ପ୍ରାଣ ଥାଏ ତାହେଲେ ଆମକୁ କ୍ଷମା କରିବ। ଆପଣମାନେ ସାକ୍ଷୀ ରହି ଆପଣ ସାକ୍ଷୀ ରହିଲେ। ଇଆଡେ ଆଇବ ମୁଣ୍ଡ। ଶବଦାହରେ ନିୟୋଜିତ ଅଛନ୍ତି ଆମର ପ୍ରକାଶ ଭାଇ, ଆମ ସଂଗଠନର ଆଜୀବନ ସଦସ୍ୟ ନିରାକାର ବୈଦ୍ୟ ଭାଇ। ଶବର ଶେଷ ସାଥୀ ରାସୋଳରେ ଯିଏ ବି ଇହଲୀଳା ସମ୍ବରଣ କରନ୍ତି ଭାଇଙ୍କୁ ନିହାତି ଖୋଜା ପଡ଼େ। ଆଜି ସଂଗଠନ ତରଫରୁ ସାହାଯ୍ୟର ହାତ ବଢ଼େଇଛନ୍ତି ପ୍ରକାଶ ଭାଇ, ନିରାକାର ବୈଦ୍ୟ ଭାଇ। ନିହାତି ଆନ୍ତରିକ ସାଧୁବାଦ। ତାଙ୍କର ଲୋକବଳର ଅଭାବ ଥିଲା, ତେବେ ଆଜି ସକାଳେ ଜାଣିବା ପରେ ସଂଗଠନ ତରଫରୁ କାଠର ଯୋଗାଡ଼ କରାଯାଇଥିଲା। ପ୍ରକାଶ ଭାଇ କାଠ ଯୋଗାଡ଼ କରିଥିଲେ। ସମସ୍ତ ପ୍ରକାର ସାମଗ୍ରୀ ଯାହା ଦରକାର ସବୁ ଯୋଗାଡ଼ରେ ସାହାଯ୍ୟ କରିଥିଲେ ନିରାକାର ଭାଇ। ସମସ୍ତେ ଆଜି ଉପସ୍ଥିତ ରହି ବର୍ତ୍ତମାନ ମାଉସୀଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟ ସମାପନ ହେଉଛି। ସଂଗଠନ ତରଫରୁ ଆବଶ୍ୟକୀୟ ସହାୟତା ସହଯୋଗ ଯୋଗାଇ ଦିଆଯାଇଛି। ମାଙ୍କର ମରିଶରୀର ମେଡ଼ିକାଲରୁ ଆସିବା ପରେ ଘରଠାରୁ ଶାନ୍ତିଧାମ ଯାନରେ ମଶାଣି ପର୍ଯ୍ୟନ୍ତ ଅଣାଯାଇଥିଲା। ଯେହେତୁ ଲୋକବଳର ଅଭାବ ଥିଲା, ତେଣୁକରି ସଂଗଠନ ତରଫରୁ ପ୍ରଦତ୍ତ ଆଗେଇବା ପରିବାର ଢେଙ୍କାନାଳ ଆଗେଇବା ପରିବାର ପ୍ରଦତ୍ତ ସଦାଶକ୍ତି ସେବା ସଂସ୍ଥାନ ଜନମଙ୍ଗଳ ରାସୋଳ ସଂଗଠନ ଦାୟିତ୍ୱରେ ଥିବା ସଂଗ୍ରାମୀ ସାରଙ୍ଗ ଦ୍ୱାରା ଓଂ ଶାନ୍ତି ପରିବହନ ସେବା ଯାନ ଦ୍ୱାରା ତାଙ୍କର ମର ଶରୀରକୁ ରାସୋଳ ମଶାଣିକୁ ଅଣାଯାଇଥିଲା। ମଶାଣିକୁ ଅଣାଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ଏବଂ ବର୍ତ୍ତମାନ ମାଙ୍କର ଶରୀର ପଞ୍ଚଭୂତରେ ଲୀନ ହେଉଛି। ରାସୋଳରୁ ବିଭୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ, ସମଗ୍ର ଓଡ଼ିଶା ସେବା ଅଭିଯାନ।